ଆଉ ଦୁର୍ଗାସ୍ତୁତ ଏବଂ ମାତୃ ସଙ୍ଗୀତ ଗାନ କରିଥିବା ଉପାଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଆଉ ଆମେ ବର୍ତ୍ତମାନ ଆରମ୍ଭ କରିବା ଶ୍ରୀ ଅରବିନ୍ଦଙ୍କର ପଣ୍ଡିଚେରୀ ପର୍ବ ପାର୍ଟ 39। ଆମେ ଗତ 13/7/24 ପାର୍ଟ 38 ପଢ଼ିଥିଲେ, ଆଲୋଚନା କରିଥିଲେ, ସମାପ୍ତ କରିଥିଲେ। ଆଜି ପାର୍ଟ 39 ପଢ଼ିବା। ଆଜି ହେଉଛି 13/8/2024। ଆମେ ପାଠ କରିଥିଲେ ଏବଂ ଆଲୋଚନା କରିଥିଲେ ଯେ କାହିଁକି ପ୍ରଭୁ ଶ୍ରୀ ଅରବିନ୍ଦ ଏବଂ ମା ଆଶ୍ରମର ଅନ୍ତେବାସୀ ମାନଙ୍କୁ ଖୋଲାଖୋଲି ଚିଠି ଲେଖିବା ପାଇଁ ଅନୁମତି ଦେଇଥିଲେ। ବର୍ତ୍ତମାନ ପ୍ରଶ୍ନ ହୋଇପାରେ ଯେ ଶ୍ରୀ ଅରବିନ୍ଦ ଏବଂ ମା କାହିଁକି ଅନ୍ତେବାସୀ ମାନଙ୍କୁ ଏହିପରି ଖୋଲାଖୋଲି ଅନରେଷ୍ଟ୍ରିକ୍ଟେଡ୍ ଯିଏ ଯାହା ଇଚ୍ଛା କଲା, ଯାହା ଭାବିଲା ଚିଠି ଲେଖିବାକୁ ସ୍ୱୀକୃତି ଦେଇଥିଲେ। ଅନ୍ୟପକ୍ଷରେ ଯଦି ସାକ୍ଷାତକାର ଏବଂ ତତ୍ସମ୍ବଳିତ ଆଲୋଚନା ପ୍ରଶ୍ନୋତ୍ତର ମାଧ୍ୟମରେ କରିଥାନ୍ତେ, ତାଙ୍କର ଅନେକ ସମୟ ବଞ୍ଚିଥାନ୍ତା। ପ୍ରଭୁ ଶ୍ରୀ ଅରବିନ୍ଦଙ୍କୁ ଦିନକୁ 8 ଘଣ୍ଟାରୁ 10 ଘଣ୍ଟା ପର୍ଯ୍ୟନ୍ତ ସମୟ ବଞ୍ଚି ଯାଇଥାନ୍ତା। ଏହାର ଉତ୍ତର 1932 ମସିହାରେ ପ୍ରଭୁ ଶ୍ରୀ ଅରବିନ୍ଦ ଗୋଟିଏ ଚିଠିରେ ଲେଖିଥିଲେ। ତାକୁ ପାଠ କଲେ ସ୍ପଷ୍ଟ ପ୍ରତୀୟମାନ ହୋଇଯିବ କାହିଁକି ସମସ୍ତଙ୍କୁ ଅନୁମତି ଦେଇଥିଲେ ଚିଠି ଲେଖିବା ପାଇଁ। ଏହି ଚିଠି ଲେଖିବା ବ୍ୟବସ୍ଥାଟି ପୂର୍ଣ୍ଣ ଯୁଗରେ ଅଭିନବ, ନୂତନ। ଅନ୍ୟ ସବୁ ଯୁଗରେ ଚିଠି ଲେଖିବା ଗୁରୁ ତାର ରିପ୍ଲାଏ ଦେବା ରାତି ସାରା ବସିକିରି 10 ଘଣ୍ଟା 12 ଘଣ୍ଟା ଏ ସମ୍ଭବପର ନୁହେଁ ବା କୌଣସି ଜାଗାରେ ହେଇନି। ଇଟ୍ ଇଜ୍ ଆନ୍ ଅନଡାଉଟେଡ୍ ଫ୍ୟାକ୍ଟ। ଶ୍ରୀ ଅରବିନ୍ଦ ଲେଖୁଛନ୍ତି ପ୍ରଶ୍ନର ଉତ୍ତରରେ କାହିଁକି ଅନୁମତି ଦେଲେ। ଇଟ୍ ଇଜ୍ ଆନ୍ ଅନଡାଉଟେଡ୍ ଫ୍ୟାକ୍ଟ proved by hundreds of instances that for many the exact statement of their difficulties to us is the best and then and often, though not always, an immediate, even an instantaneous means of release. ପ୍ରଭୁ ଲେଖୁଛନ୍ତି କାହିଁକି ଆମେ ଚିଠି ଲେଖିକିରି ସବୁ କଥା ଜଣେଇବା ପାଇଁ ଅନୁମତି ଦେଲୁ। ତାର କାରଣ ହେଉଛି ଯଦି କଥାରେ ଭାଷାରେ ସେମାନେ ପ୍ରକାଶ କରିଥାନ୍ତେ ତାଙ୍କୁ ଡିଫିକଲ୍ଟ ହେଇଥାନ୍ତା, ସବୁ କଥା ପ୍ରକାଶ କରିପାରି ନଥାନ୍ତେ। ଯେଉଁ କଥାଟିକୁ ଚିଠିରେ ଇନଷ୍ଟାଣ୍ଟଲି ଲେଖିଦେଇ ହେବ, ଇମିଡିଏଟଲି ଲେଖିଦେଇ ହେବ ଏବଂ ଯାହା ଭିତରେ ଅଛି ତାକୁ ରିଲିଜ କରିବାରେ ସୁବିଧା ହେବ। କଥାରେ କହିଲେ ପ୍ରଶ୍ନ ଉତ୍ତରରେ ବା ବସେଇକିରି ମିଟିଂ କରିକି ଗୋଟି ଗୋଟି ପଚାରିଲେ ତାହା ହେବ ନାହିଁ। Moreover, this method succeeds most when the writer can write as a witness of his own movements. ଚିଠି ଲେଖାଟା ସକ୍ସେସ୍ ହେବ ଭଲ ଭାବରେ। ଏଇ ମେଥଡଟା ଚିଠି ଲେଖା ମେଥଡ। ଯେତେବେଳେ ଚିଠି ଲେଖୁଥିବା ସାଧକଟି ବା ବ୍ୟକ୍ତିଟି ସେ ଯାହା ଭାବୁଛି ତାର ୱିଟନେସ୍ ଭାବରେ, ତା ଭିତରେ ଯାହା ଯାହା ଘଟୁଛି ତାର ୱିଟନେସ୍ ଭାବରେ ନିଜ ମୁଭମେଣ୍ଟ ଯାହା ଭିତରେ ହେଉଛି ତାକୁ ଚିଠିରେ ଲେଖିଦେବ। ସିଏ କେବଳ ଦ୍ରଷ୍ଟା, ଯାହା ଘଟୁଛି ତାକୁ ଲେଖିକିରି ଜଣେଇଦେବ ଆମେ। and state them with an exact and almost impartial precision. ସେ ଲେଖିଦେବ ସେଇ ସବୁ ଯାହା ଘଟଣା ତା ଭିତରେ ଘଟୁଛି ଯଥାଯଥ ଭାବରେ, କିଛି ନ ଲୁଚେଇକିରି, ଇମ୍ପାର୍ସିଆଲ ନିର୍ବ୍ୟକ୍ତିକ ଭାବରେ ଏବଂ କିଛି ଭବିଷ୍ୟତରେ କ'ଣ ହେବ ଚିନ୍ତା ନ କରିକି ପ୍ରିସିସନ କିଛି ରଖିବ ନାହିଁ, ନିଶ୍ଚିତ ଭାବରେ ଲେଖିଦେଇପାରିବ। as a phenomenon of his nature, সেই ব্যক্তি বা সাধক ভিতরে যার
स्वभाव जहा से स्वभाव दृश्यावली को ये स्थान देदेव चिठी और द मूवमेंट ऑफ ए फोर्स affecting him from which he seeks release बा चिठी लेखुवा समय को शक्ति ताको अफेक्ट करुच्ची ताको असुविधारे पकाउची को फोर्स टी ता आगे ठिया होची ताको जोग पथरे आगो को छाड़ू नहीं सेही कथाटी को सी जेतेबेले रिलीज करिया को चाहिबो ता भितरु जदि लेखि देई पारला से रिलीज हेई एवं समाधान बाट से सांगे सांगे सृष्टि है तेणु प्रभु श्री अरविंद ये कहते कथार कहवा अपेक्षा चिठी लिखा भल गुरुत्वपूर्ण ना कहीं प्रभु 10 घंटा काल चिठीर उत्तर दौले केमी दौले भी ताहा लिखिं केतबेले से चिठीर मार्जिन उत्तर से लिखि दौले केतबेले कलम लिखि दौले केतबेले पेनसिल लिखि दौले केतबेले माँ को कहते लिखिदेवाई एवं कौन लिखुंट किए जानू न से व्यक्ति जे प्रश्न पचारि लिखिकी उत्तर पाखक क्लोज कवर जाऊला ये साधनार पूर्णयोग साधन एक नूतन दिगंत केतक श्रीअरविंद को क्रिटिसाइज कले ये कौन चिठी लेखा जोग कि आपण कौन भावुंट एमती चिठी लिखिदेकरी एटी सुप्रामेंटाल फोर्स को पृथ्वी को नहीं आसीपारे श्री अरविंद कहले से मु चिठी लिखापी कहूनी मु कहूँ जी चिठी लिखुंट मो पाखक से समस्ते पूर्ण जोगर ऑब्जेक्ट ताकरी उपरे मु साधना करुच्ची से साधना करती पूर्ण जोगर कई साधक साधना करे माँ करती श्री अरविंद करती दी जन जा करती तेणु भितर कौन असुविधा से जणेले सीना मुझे यहाँ साधना प्रोसेस नुह असुविधा को जनईकरी भितर रिलीज करी भितरटा को परिष्कार करदेवार गोटे उपाय चिठी लेखा आपण मैंने अपा भाई मैंने समस्ते अनुभव भी करुवे चिठी लेखिकी जिते कथा आपण बंधु को कहींपारे सेते कथा प्रश्न पचारिदेले जदि आपण को बसिक बैठक खाना आपण रूम भितर से प्रश्न उत्तर आप देपारे सब प्रश्न उत्तर वाक्य दे हुए नहीं लेखिकी जहाँ को जन दि जाए सी से जन दि जाए कही हुए ना यही कथा प्रभु जन किंतु चिठी पत्र लिखिले साधक साधिका मान भितर थिबा असंतोष भाव एवं प्रकाश करी हेउ नथिबा इनसिपिएंट डिफेक्ट एवं असाधु भाव अनेक असाधु भाव अच्छी कहींपारे मुहरे कहले काले किए शुणीदेव तक क्रिटिसाइज कर चिठी लिखिकी प्रभु को माँ को जहाँ लिखुले जहाँ जार अनुभव होती भितर जहाँ भितर जो असाधु भाव भितर रही बाहर को आसी पारु नाही भितर कलबल करुची से माने अनेक परिमाण रे रिलीज हो जदि भितर से रही जाता ता भितर व्यक्ति बा साधक बांधी जाता एवं जेहेतु से चिठी लिखिकी जड़ेदेले हृदय हालुका हो गला चेतना हालुका हो गला एवं से माने नूतन उत्साह पुणी आगामी दिन काली आसंता काली की साधना लगी जाते पुनश्च श्री अरविंद कहते कहले से समय कहले प्रभु श्री अरविंद इफ इन राइटिंग द साधक्स वाइटल गेट्स सीज्ड बाय थिंग he is writing of and takes up pen for him, expressing and often supporting doubt, revolt, depression, despair. It becomes a very different matter.
जदि साधक भाइटाल गेट्स सीज चिट्ठी लिखला बेले साधकर प्राण शक्तिटा जदि बंद हो जाए सीज हो जाए कहा द्वारा ना बाय थिंग ही इज राइटिंग ऑफ जो जिनसटी से लिखुची ता द्वारा प्राण शक्तिटा सीज हो जाए एवं केमिति प्राण शक्ति सीज हो जाए आपण जदि सब विषय माँ को केवे चिठी लिखिथे से अनुभव की आसी जदि सब कथा लिखिपार ना अर्थात प्राण शक्ति आलाउ करू ना से माँ को प्रार्थना कर माँ मो प्राण शक्ति मत आग को छाड़ू नहीं आपण टे हाथ मारिदे प्राण शक्ति आगु हटिज बाट छाड़ एंड टेक्स ऑफ ए पेन जिते यही कथाटी घटे माँ जो बाहरी आसती साहाय्य करने साधक से कलम टी जो थोड़ी था पुणी धरे फॉर हिम तापर एक्सप्रेस करे एक्सप्रेसिंग एंड ऑफन सपोर्टिंग डाउट जो डाउट तार थाए जो डाउट कि से सपोर्ट करके भितर मिसई रखिला जो संदेह को एक्सप्रेस करते भितर जदि किसी विद्रोह थाए गुरु विरुद्ध माँ के विरुद्ध आश्रम विरुद्ध पूर्ण जुगर सिद्धांत विरुद्ध जदि किसी रिवोल्ट थाए ता लिखिदी मुझे भावुँ जदि किसी डिप्रेशन थाए ता लिखिदी डेस्पेयर हताशा भाव निरुत्साहित भाव थाए ताकू लिखिदी इट बिकम्स ए भेरी डिफरेंट मैटर एवं यहीटा गोटे अलग कथा हो जाए एपरिक जिते प्रत्येक चिठी एक पर्ज अर्थ हूँ विशुद्धीकरण बा शुद्धिकरण तेणु प्रत्येक चिठी गोटे शुद्धिकरण कार्य करे जो जिनिस मु प्रकाश करि पारुने मो भितर रही मत हैरान करुच्ची कलबल करुच्ची क्या कहबी ता आगे प्रकाश करी जितेबाला आम प्रकाश करने को बंधु पाखक जाऊ आम जदि भाविकी जाऊ आज 75% कहीदेवी किंतु सब आम कहीपरूना केवल 25% कहीकि रही जाऊ कहीं ना आमर विशुद्धीकरण जहाँ आवश्यक ताकू से आम लाभ कर चिठीटे लिखिदेले यही तो शुणुना मु तो माँ को लिखुची श्री अरविंद को लिखुची XYZ को लिखुना माँ श्री अरविंद मो चिठी की तो आपंकर मोबाइल रे भाइराल कला भाया भाइराल करदेवे सी बुझे मोर असुविधा जो बुझीगले मोर आड़े असुविधा दूर हो माँ को मन पकेवा श्री अरविंद को मन पकेबार अर्थ हो पथ सुगम हो जो पथ आरेस्ट करके रखी आग को छाड़ू ना से खोली विशुद्धीकरण कार्य करें चिठी लेखा चिठी लिखिले साधक उपर 2 गुण शक्ति माँ ढाली दी था फल साधक पाखे पहुंची जाए इन द रेकरिंग डेसिमाल नोटेशन रेकरिंग डेसिमाल अर्थ जो भग्नांश को जदि आपण दशमिक रे प्रकाश करेंगे सी छिड़बनी पॉइंट पकईकि 3 कले सी 3 पड़ पड़िका जाऊ अच्छी एमती भग्नांश धरतु जो भग्नांश आप जानते 1/7 हो सी छिड़बनी गोटे गोटे क्रम पड़ पड़िका जाऊ 1 2 3 पड़ा 1 2 3 पड़ा 2 2 पड़ पड़िया गला 1 1 पड़ पड़िया गला ताकू सेमती जदि साधक चिठी लिखि दिए तेणु ता भितर थिबा सबु जिनिस आस्ते आस्ते बाहर लाइक ए अनएंडिंग रेकरिंग नोटेशन हियर इज ए ग्रेटफुल एक्नॉलेजमेंट ऑफ Sahana Devi who had been a sadhak for ever 6 decades. Sahana Devi आश्रम को आसी 60 वर्ष रही 6 decades एवं सी जहाँ कहते चिठी लेखा संपर्क में माँ केमती समय दौले श्री अरविंद केमी समय दौले भाषा शुणा
ମା ଦିନକୁ ଅତି କମରେ 4 ଘଣ୍ଟା ସମୟ ଦେଉଥିଲେ ସାଧକମାନଙ୍କ ସହିତ ମିଟିଂ କରିବା ନିମନ୍ତେ। ଯଦି ମିଟିଂ ଜରୁରୀ ହୋଇପଡ଼େ ମା ବିଶେଷ ସମୟ ଗ୍ରାଣ୍ଟ କରନ୍ତି। କେତେକ ମିଟିଂ ପାଇଁ ମା ସ୍ୱୟଂ ମଧ୍ୟ ସମୟ ନିର୍ଦ୍ଧାରଣ କରିଦିଅନ୍ତି। ଅଳ୍ପ କେତେଜଣ ସାଧକ ସପ୍ତାହକୁ ଥରେ ବା 2 ଥର, କେତେକ ସାଧକ 2 ଥର ବା ଥରେ ମାଙ୍କୁ ସାକ୍ଷାତ କରିବାର ସୁଯୋଗ ପ୍ରାପ୍ତ ହୋଇଥାନ୍ତି। ଆଉ କେତେଜଣ ମାଙ୍କୁ ପ୍ରତିଦିନ ସାକ୍ଷାତ କରନ୍ତି। ମାଙ୍କ ଦ୍ୱାରା ପ୍ରଦତ୍ତ ହୋଇଥିବା ଏକ ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କର ସାଧନା ଏବଂ ଆଶ୍ରମ ପରିଚାଳନା ନିମନ୍ତେ ଆବଶ୍ୟକ ନିର୍ଦ୍ଦେଶ ପ୍ରାପ୍ତ ହେବା ନିମନ୍ତେ ସେମାନେ ମାଙ୍କ ପାଖକୁ ଯାଆନ୍ତି। ଏତଦ୍ ବ୍ୟତୀତ ଯେଉଁମାନେ ମାଙ୍କ ପାଖକୁ ଯାଉଥିଲେ କିଛି ନିର୍ଦ୍ଦେଶ ପାଇବା ନିମନ୍ତେ ସେମାନେ ମାଙ୍କ ସହିତ ଧ୍ୟାନ କରୁଥିଲେ ଅଥବା ମା ସେମାନଙ୍କର ମୁଣ୍ଡରେ ହାତ ରଖି ଆଶୀର୍ବାଦ କରୁଥିଲେ। ଏହାଦ୍ୱାରା ସେମାନଙ୍କର ସମସ୍ୟା ତତ୍କ୍ଷଣାତ୍ ସମାଧାନ ହୋଇଯାଉଥିଲା। ମାଙ୍କ ସହିତ ଧ୍ୟାନ କରି ଉଠିଲା ବେଳକୁ ଆଉ ସମସ୍ୟା ନଥାଏ। ମା ଯଦି କାହା ମୁଣ୍ଡରେ ହାତ ଥୋଇଦେଲେ ତତ୍କ୍ଷଣାତ୍ ତାର ସମସ୍ୟା ସମାଧାନ ହୋଇଗଲା। ମାଙ୍କର ସ୍ପର୍ଶର ପ୍ରଭାବରେ ତାଙ୍କ ଇନଫ୍ଲୁଏନ୍ସ ଦ୍ୱାରା ସବୁକିଛି ଠିକ୍ ହୋଇଯାଉଥିଲା। ପ୍ରଭାବରେ ଅନ୍ୟ କେତେକଙ୍କୁ ମା ଲିଖିତ ଅନୁମତି ଦେଉଥିଲେ, ଆଉ କେତେଜଣଙ୍କୁ ମା ଲେଖିକିରି କହୁଥିଲେ ତମେ ଏହା କରିବ, ନିର୍ଦ୍ଦେଶ ଦେଉଥିଲେ। ଅଧିକନ୍ତୁ ଅଭିଷ୍ଠ ସାଧକ ମଧ୍ୟ ତାଙ୍କ ଅନ୍ତର ଭିତରକୁ ଯାଇ ସେଠାରୁ ମାଙ୍କର ନିର୍ଦ୍ଦେଶ ପ୍ରାପ୍ତ ହୋଇଥିଲେ। କିଏ ଗଲା ମାଙ୍କ ପାଖକୁ ଯାଇ ସାକ୍ଷାତ କରିବା, ମାଙ୍କ ସହିତ ଧ୍ୟାନ କରିବା, ମା କାହା ମୁଣ୍ଡରେ ମସ୍ତକରେ ହାତ ଧୋଇଦେବା, କାହାକୁ ମାଙ୍କର ଇନଫ୍ଲୁଏନ୍ସ ଦ୍ୱାରା ଏବଂ ସ୍ପର୍ଶ ଦ୍ୱାରା ଏମିତି ସବୁ ମା ନିର୍ଦ୍ଦେଶ ଦେଉଥିଲେ, କାହାକୁ ଲେଖିକିରି ଦେଇ ଦେଉଥିଲେ। କିନ୍ତୁ କେତେକ ସାଧକ ଥିଲେ ସେମାନେ ମାଙ୍କ ପାଖକୁ ଯାଉନଥିଲେ, ଆଖି ବୁଜି ନିଜ ଅନ୍ତରକୁ ଚାହୁଁଥିଲେ ଏବଂ ସେଉଠୁ ମାଙ୍କର ନିର୍ଦ୍ଦେଶ ପ୍ରାପ୍ତ ହେଉଥିଲେ। ସାଧନା ପୂର୍ଣ୍ଣ ଯୁଗର ସାଧନା ଶ୍ରୀ ଅରବିନ୍ଦ ଆଶ୍ରମରେ ପ୍ରାରମ୍ଭ କାଳରେ ଏହି ପ୍ରକାର ଭାବରେ ଚାଲିଛି, ବର୍ତ୍ତମାନ ସୁଦ୍ଧା ସେମିତି ଚାଲିଛି। ମା ଏ ସାଧକମାନଙ୍କ ଭିତରେ ସ୍ଥାପିତ ହୋଇସାରିଥିବା ଗୋଟିଏ କମ୍ପ୍ଲେକ୍ସ, ଡେଲିକେଟ୍, ଅନ୍ ଦି ହୋଲ୍ ସ୍ମୁଥ୍ and efficient system of relationship ଏବଂ ଉଚ୍ଚତର ଭାବରେ ଉପରକୁ ବଢ଼ିଯିବା ପାଇଁ ଏକ ରାସ୍ତା ସମସ୍ତଙ୍କୁ ମିଳିଯାଉଥିଲା। ସମସ୍ତେ ସାଧକମାନେ କେତେ ପ୍ରକାରର ଅଛନ୍ତି, ମାଙ୍କ ସହିତ ସେମାନେ ତାଙ୍କ ଭିତରେ କେତେ କମ୍ପ୍ଲେକ୍ସ ଆଇଡିଆ ଅଛି, କେତେକ ଡେଲିକେଟ୍ ବି ଅଛନ୍ତି, ଖୁବ୍ କୋମଳ, କେତେକ ସ୍ମୁଥ୍ ଅଛନ୍ତି, କେତେକ ଏଫିସିଏଣ୍ଟ ଅଛନ୍ତି, କେତେକ ଇନ୍ଏଫିସିଏଣ୍ଟ ଅଛନ୍ତି। ଏହି ପ୍ରକାର ରିଲେସନସିପ୍ ଯେତେବେଳେ ମାଙ୍କ ପାଖକୁ ସେମାନେ ଯାଉଥିଲେ ମାଙ୍କ ସହିତ ସ୍ଥାପିତ ହେଇଯାଉଥିଲା, ସବୁ ପ୍ରକାର ସମସ୍ୟାର ସମାଧାନ ସେଇଠି ହେଇଯାଉଥିଲା। ଫଳତଃ ଅନ୍ତେବାସୀମାନଙ୍କର ଶକ୍ତି ଏବଂ ସାମର୍ଥ୍ୟକୁ ସମ୍ପୂର୍ଣ୍ଣ ରୂପେ ବିନିଯୋଗ କରାଯାଇପାରୁଥିଲା। ସବୁ କାମ ବର୍ତ୍ତମାନ ଖୁବ୍ ଶୀଘ୍ର, ସୁନ୍ଦର ଏବଂ ଦକ୍ଷତାର ସହିତ ଯଥେଷ୍ଟ କମ୍ ଖର୍ଚ୍ଚରେ ହୋଇପାରୁଥିଲା। ଶସ୍ତା କାଠରେ ତିଆରି ହୋଇଥିବା ଆସବାବପତ୍ର ଆଗରୁ ସବୁ ଶସ୍ତା କାଠରେ ତିଆରି ହେଇଥିଲା, ଫର୍ଣ୍ଣିଚର ସବୁ ଚେୟାର, ଟେବୁଲ ଇତ୍ୟାଦି, ଆଲମିରା। ବର୍ତ୍ତମାନ ମା କହିଲେ ନା ଆଗକୁ ସବୁ ବଦଳେଇବା, ଶାଳ, ପିଆଶାଳ, ଶାଗୁଆନ କାଠରେ ତିଆରି ହେଲା। କାହିଁକି ନା ଆଶ୍ରମ ଆଗକୁ ବଢୁଛି। ଯଥାଶୀଘ୍ର ଆରମ୍ଭ ହେଲା ବେକରୀ ବା ପାଉଁରୁଟି କାରଖାନା, ଯାହାର ଚାର୍ଜରେ ରହିଥିଲେ ସାଧକ ଯତୀନ୍ଦ୍ରନାଥ ପାଉଁରୁଟି ପ୍ରସ୍ତୁତ କାର୍ଯ୍ୟ ସହିତ ପ୍ରଭୁ ଶ୍ରୀ ଅରବିନ୍ଦ ଏବଂ ମାଙ୍କର ଲେଖା ଗୁଡ଼ିକର କପି ମଧ୍ୟ ପ୍ରସ୍ତୁତ କରୁଥିଲେ। ମା ଶ୍ରୀ ଅରବିନ୍ଦ ଯୋଉ ଲେଖିଦେଲେ ତାକୁ ଗୋଟେ କପି କରି ରଖିବା କଥା, ଅଫିସ କପି ରହିବନି, ତେଣୁ ସେ ଲେଖିକି ରଖୁଥିଲେ, ତାକୁ କପି ପଢିକିରି ମାଙ୍କୁ ଦେଖାଉଥିଲେ। ସେ ମଧ୍ୟ ଅନ୍ୟ ସାଧକମାନଙ୍କ ପରି ସର୍ଭିସ ଡିପାର୍ଟମେଣ୍ଟର ମୁଖ୍ୟ ଥିଲେ। ଯୋଉଟା ସର୍ଭିସ ଡିପାର୍ଟମେଣ୍ଟ ମାନେ ଧରନ୍ତୁ ଅଟୋ ସର୍ଭିସ, ଅଟୋ କେୟାର, ଏମିତି ବିଭିନ୍ନ ପ୍ରକାର ସର୍ଭିସ ଅଛି, ବେକରୀ, ଡାଇରୀ, ଡାଇନିଂ, ଏ ସବୁ ସର୍ଭିସ ଡିପାର୍ଟମେଣ୍ଟ।
ଯୋଉଠି ସେବା ଦିଆଯାଉଛି। ଏମିତି କେତେକ ସାଧକ ସର୍ଭିସ ଡିପାର୍ଟମେଣ୍ଟରେ ଦାୟୀ କରିଥିଲେ, ଲେଖାଲେଖି ମଧ୍ୟ କରୁଥିଲେ। ତାଙ୍କୁ ସେ ମା ଶ୍ରୀରବିନ୍ଦଙ୍କ ପାଖରେ ଆତ୍ମନିବେଦନ କରିଦେଇଥିଲେ ସ୍ୱୟଂ ସମ୍ପୂର୍ଣ୍ଣ ଭାବରେ। ମା ଯାହା କହିବେ ଆମେ କରିବୁ। ମା ତାଙ୍କ ଉପରେ ଅନେକ କାମରେ ନିର୍ଭର କରୁଥିଲେ। ସେ ମଧ୍ୟ ସେବକ ଭାବରେ ସବୁ କାମ ହସି ହସି ପ୍ରସାଦ ଭାବି କରି ଯାଉଥିଲେ। ଡୁମନ ଭାଇ, ମାଧବ ପଣ୍ଡିତ, ଅନିଲ ବରନ, ସମସ୍ତେ ମାଙ୍କର ପ୍ରସାଦ ଭାବିକିରି କାମ କରିଚାଲିଲେ, ସେବକ ଭାବରେ କାମ କଲେ। ଯେଉଁମାନେ ଡିପାର୍ଟମେଣ୍ଟର ହେଡ୍ ଥିଲେ ସେମାନେ ବି ଡାଇନିଂରେ ସର୍ଭିସ ଦେଉଥିଲେ। ସେମାନେ ମଧ୍ୟ ଆପଣ କଦଳୀ ଅନ୍ୟାନ୍ୟ ଫଳ ଅବସ୍ଥା ମୁଁ ନେଇକିରି ଆସୁଥିଲେ, ଆମେ ଦେଖିଛୁ। ସମସ୍ତେ ମାଙ୍କ ପ୍ରସାଦ, ମା ମୋତେ ଗୋଟେ କାମ କରିବାକୁ ଦେଇଛନ୍ତି, ସେଇଟା ମାଙ୍କର କୃପା, ଏଇଆ ଭାବିକିରି କରୁଥିଲେ। ଆଶ୍ରମର ଡାଇନିଂ ହଲ୍ ମୂଳରୁ ପରିଷ୍କାର ପରିଚ୍ଛନ୍ନତା ଏବଂ ଗଡଲିନେସ୍ ଏଇ ନିୟମ ଭିତରେ ଦେବପାକ ପ୍ରସ୍ତୁତ କରିବାକୁ ଲାଗିଲା। ଏବଂ ଆଶ୍ରମ ରୋଷେଇ ଘର, ଡାଇନିଂ ହଲ୍ ଓୟାର ଇନ୍ ଦି ଆଶ୍ରମ କମ୍ପାଉଣ୍ଡ ଇଟସେଲ୍ଫ। ବର୍ତ୍ତମାନ ଆପଣ ଯେଉଁ ଆଶ୍ରମ କମ୍ପାଉଣ୍ଡ ଦେଖୁଛନ୍ତି, ଯୋଉଠି ସମାଧି ଅଛି, ଯୋଉଠି ବସିକିରି ଆପଣ ସନ୍ଧ୍ୟାବେଳେ ମେଡିଟେସନ କରୁଛନ୍ତି, ଡାଇନିଂ ହଲ୍ଟି ସେଇଠି ଥିଲା, ଛୋଟିଆ ଘରଟି। ସେଠାରେ 15 ଜଣରୁ ଅଧିକ ଲୋକ ବସି ପାରୁନଥିଲେ ଭୋଜନ କରିବା ପାଇଁ, ସମ୍ଭବ ବି ହଉନଥିଲା। ମା ସ୍ୱୟଂ ଆସି ମିଲ୍ସ ଟାଇମରେ ପହଞ୍ଚି ପରିବେଷଣ ସର୍ଭିସ ଅଫ୍ ଫୁଡ ଉଦ୍ଘାଟନ କରୁଥିଲେ। ମା ନିଜେ ଚାଖୁଥିଲେ, ଟେଷ୍ଟ କରୁଥିଲେ। କିଛି ଦିନ ପରେ ମା ଡାଇନିଂକୁ ଆସିବା ବନ୍ଦ କରିଦେଲେ। କିନ୍ତୁ ସାଧକମାନଙ୍କ ଭିତରେ ମା ଖାଦ୍ୟ ଗ୍ରହଣ ସମ୍ପର୍କରେ ଏମିତି ଏକ ପବିତ୍ର ଧାରଣା ସୃଷ୍ଟି କରିଦେଇଥିଲେ ଯେ ସେମାନେ ପଶୁର କ୍ଷୁଧା ମେଣ୍ଟାଇବା ପାଇଁ ଖାଉନଥିଲେ, କିନ୍ତୁ ସେମାନେ ଖାଦ୍ୟକୁ ପ୍ରାର୍ଥନା ପୂର୍ବକ ଭଗବାନଙ୍କୁ, ମା ଶ୍ରୀରବିନ୍ଦଙ୍କୁ ସମର୍ପଣ କଲା ପରେ ଗ୍ରହଣ କରୁଥିଲେ। କେତେକ ତେନ ତ୍ୟକ୍ତେନ ଭୁଞ୍ଜିତା, ତାଙ୍କୁ ଦେଇ ସାରିଲା ପରେ ଖାଇବା ପ୍ରସାଦ କରିକିରି, ଉପନିଷଦରେ ଯୋଉ ଧାରିତି ଅଛି ସେଇ ଅନୁସାରେ ଖାଉଥିଲେ। ଏବେ ଯେମିତି ବେଗ ଭିତରେ ପିଆଜ, କଞ୍ଚା ଲଙ୍କା ଆଉ ଆଚାର ନେଇକିରି ଯାଇକି ଡାଇନିଂ ହଲରେ ଖାଉଛନ୍ତି, ସେତେବେଳେ ସେମିତି ହଉନଥିଲା। 30 ଦଶକର ପ୍ରାରମ୍ଭରେ ଆଶ୍ରମର ଅନ୍ତେବାସୀ ଏବଂ ଭିଜିଟର ମାନଙ୍କର ସଂଖ୍ୟା ଏତେ ବଢିଗଲା ଯେ ଆଶ୍ରମ ପରିସର ଭିତରେ ଥିବା ଡାଇନିଂରେ ସ୍ଥାନର ଅଭାବ ହେଲା। ସିଫ୍ଟିଂରେ ଖାଇଲେ ମଧ୍ୟ 15 ଜଣ, ତଥାପି ସମୟ ଭିତରେ ସରିଲା ନାହିଁ। ସୁତରାଂ ମା ଗୋଟିଏ ସେପାରେଟ ଡାଇନିଂ ହଲ୍ଟେ କରିବା ପାଇଁ ପଣ୍ଡିଚେରୀ ସହରରେ ଖୋଜିଲେ। 1933 ମସିହାରେ ମ୍ୟୁନିସିପାଲିଟି ପାର୍କକୁ ମୁହଁ କରି ରହିଥିବା ଅରୋମେ ହାଉସ, ଯୋଉଠି ବର୍ତ୍ତମାନ ଡାଇନିଂ ହଲରେ ଆମେ ବସିକିରି ଖାଉଛେ ସବୁ, ସେ ଘରର ଦେଖିବେ ବର୍ତ୍ତମାନ ସୁଦ୍ଧା ସେ ଗେଟ୍ର ଖୁଣ୍ଟରେ ଲେଖା ହେଇଛି ଅରୋମେ ହାଉସ। ସେ ଅରୋମେ ହାଉସ ନାମକ ଏକ ବଡ଼ କୋଠା ଘରକୁ ମା ଭଡ଼ାରେ ନେଲେ। ସେ ଘରଟି ଯୋଉ ଡାଇନିଂ ହଲ ବର୍ତ୍ତମାନ ଆମେ ଖାଉଛେ ବସିକିରି, ଉପରେ ହେଇନଥିଲା କିଛି, ଆମ ଦେଖିବାରେ ଉପରେ ହେଇଛି। ସେଇଠି ମା ତାକୁ ଭଡ଼ାରେ ନେଲେ। ବର୍ତ୍ତମାନ ସୁଦ୍ଧା ସେଇ ଡାଇନିଂ ହଲ୍ ଏବଂ ତା ଫାଟକରେ ଅରୋମେ ହାଉସ ଲେଖା ହେଇଛି। ସେଥିରେ ଆଡିସନ ଅଲ୍ଟରେସନ କରାଗଲା, ବିଲ୍ଡିଂରେ କନଷ୍ଟ୍ରକ୍ସନ ବି ହେଲା। ମା 4 ଜାନୁଆରୀ 1934ରେ ତାକୁ ଉଦ୍ଘାଟନ କଲେ। 4 ଜାନୁଆରୀ 1934ରେ ବର୍ତ୍ତମାନର ଡାଇନିଂ ହଲ୍ଟିକୁ ମା ଉଦ୍ଘାଟନ କଲେ। ସେଟା ଭଡ଼ା ଘର ନେଇଥିଲେ ପ୍ରଥମେ, ତାପରେ କିଣିଲେ ବିଜୟାର ଲାଇଟ। ସିଦ୍ଧି ଦିବସ ପରେ
ମା ନିଜ ହାତକୁ ଅନେକ କିଛି କାମ ନେଇଗଲେ। ନଭେମ୍ବର 24 ପରେ ସେଇ ଯୋଉ ଯେତେବେଳେ ହେଲା ଡାଇନିଂ ହଲର ଉଦ୍ଘାଟନ ହେଲା 4 ଜାନୁଆରୀ 1934, ସେଇ 1934 ମସିହା ନଭେମ୍ବର 24 ତାରିଖରେ ହେଲା ସିଦ୍ଧି ଦିବସ ଏବଂ ମା ନିଜେ ଅନେକ କାମ ହାତକୁ ନେଲେ। ସେ ନିଃସନ୍ଦେହରେ ଥିଲେ ସ୍ୱୟଂ ନିଜେ ନିଜର ପ୍ରଭୁ। ମା ଥିଲେ ନିଜେ ନିଜର ମାଷ୍ଟର। ଗୋଟିଏ ପ୍ରକାର ରୁଟିନ ତାଙ୍କୁ ଭଲ ଲାଗୁନଥିଲା। ସବୁବେଳେ ମା ପରିବର୍ତ୍ତନ କରୁଥିଲେ। ସାଧାରଣତଃ ମା ଭୋର 4ଟା ପୂର୍ବରୁ ଉଠି ପଡୁଥିଲେ। ଲେଖକ ପ୍ରଭୁ ଶ୍ରୀ ଅରବିନ୍ଦଙ୍କର ମହାକାବ୍ୟ ସାବିତ୍ରୀ ବୁକ୍ 1 କାଣ୍ଟୋ 1ର ଏଇ କେତୋଟି ପଂକ୍ତି ଉଦ୍ଧାର କରି କହୁଛନ୍ତି, and Savitri to wake among these tribes that hasten to join the brilliant summoner's chant. She had brought with her into the human form the calm delight that waits on soul to all, waits one soul to all. The key to the flaming doors of ecstasy. ମା ଭୋର 4ଟାରୁ ଉଠି ପଡୁଥିଲେ ଏବଂ ସେ ସମ୍ପର୍କରେ ଜଣେ ଲେଖିଛନ୍ତି, ସିଏ ଶ୍ରୀ ଅରବିନ୍ଦଙ୍କର ସାବିତ୍ରୀ ବୁକ୍ 1 କାଣ୍ଟୋ 1 ଫାର୍ଷ୍ଟ ପାର୍ଟ ଗଲା, ସେକେଣ୍ଡ ପାର୍ଟ ଆରମ୍ଭରେ ସାବିତ୍ରୀ ମଧ୍ୟ ସେଇ ଟ୍ରାଇବ ମାନେ ଯେତେ ଲୋକ ତାଙ୍କ ଚାରିପଟରେ ଅଛନ୍ତି ଲୋକମାନଙ୍କର ଗହଳରେ ସାବିତ୍ରୀ ମଧ୍ୟ ସକାଳୁ ଉଠି ପଡୁଥିଲେ ଏବଂ ଖୁବ ଶୀଘ୍ର ତରତର ହେଇ ଯୋଉମାନେ ସକାଳୁ ସମସ୍ତେ କୋରସ ଚାଣ୍ଟ କରୁଥିଲେ, ବ୍ରିଲିଆଣ୍ଟ ସମନର୍ସ ଚାଣ୍ଟ, ଗୀତିକା ଆହ୍ୱାନ ଗୀତିକା ବୋଲା ହେଉଥିଲା, ତା ସହିତ ଯୋଗ ଦେଇ ଦେଉଥିଲେ। She had brought with her into the human form. ସେ ଯୋଉ ମାନବୀ ରୂପରେ ଏଠାକୁ ଆସିଥିଲେ, ସିଏ ତାଙ୍କ ସହିତ ନେଇ ଆସିଥିଲେ କଣ? The calm delight that waits on soul to all. ଏମିତି ଏକ ନୀରବ ନିଶ୍ଚଳ ଆନନ୍ଦ ଧରିକି ସିଏ ଆସିଥିଲେ, ଯୋଉ ଆନନ୍ଦକୁ ଯିଏ ଦେଖୁଥିଲା, ଅନୁଭବ କରୁଥିଲା, ସେ ଆନନ୍ଦ ସେଇ ବ୍ୟକ୍ତିର ସୋଲ ଭିତରକୁ ଯାଇ ସୋଲକୁ ଆପଣାର କରିନେଉଥିଲା, ୱେଟ୍ସ କରିଦେଉଥିଲା, ମିଳିତ ହେଇଯାଉଥିଲା, ଆତ୍ମା ସହିତ ତାର ମିଳନ ଘଟୁଥିଲା। ତାକୁ ଆଉ କେହି ଭୁଲି ପାରୁନ। ମାଙ୍କୁ ଥରେ ଯିଏ ଦେଖିଦେଲା ତାଙ୍କୁ ଭୁଲି ପାରିବ କି? The key to the flaming doors of ecstasy. ମା ଭଗବତୀ ସାବିତ୍ରୀ ପ୍ରଭୁ ଲେଖୁଛନ୍ତି ବୁକ୍ 1 କାଣ୍ଟୋ 1ର ସେକେଣ୍ଡ ପାର୍ଟରେ, ସେକେଣ୍ଡ ସେଗମେଣ୍ଟ ପାର୍ଟ ନୁହେଁ, ସେଇ ଅଧ୍ୟାୟର ଯୋଡ଼େ ପାର୍ଟ, ଗୋଟେ ଫାର୍ଷ୍ଟ ସେଗମେଣ୍ଟ, ଗୋଟେ ସେକେଣ୍ଡ ସେଗମେଣ୍ଟ। ଏଇ ମା ଭଗବତୀ ସାବିତ୍ରୀଙ୍କୁ ଦେଖିକିରି ସମସ୍ତେ ଭାବିଲେ, ମନେ କଲେ, ହୃଦବୋଧ ତାଙ୍କର ହେଲା, ଇଏ ହଉଛନ୍ତି ଚାବିକାଠି କାହାର? ନା ଫ୍ଲେମିଂ ଡୋର ଅଫ ଏକ୍ସଟାସିର। ଏକ୍ସଟାସି ଅର୍ଥ ଦିବ୍ୟ ଆନନ୍ଦ, ଦିବ୍ୟ ଭଗବତ ଆନନ୍ଦ, ସବୁଠାରୁ ଶ୍ରେଷ୍ଠ ଆନନ୍ଦ ଯୋଉ ଘରେ ଅଛି, ସେଇ ଘରର ଚାବିକାଠି ହଉଛନ୍ତି ନିଜେ ଦିବ୍ୟ ଶ୍ରୀପାଦ ବା ମା ଭଗବତୀ ସାବିତ୍ରୀ। ମା ନିଜେ 4ଟା ବେଳୁ ଉଠୁଥିଲେ, ତାଙ୍କୁ ଉଠିବାର କାମ ସାଙ୍ଗେ ସାଙ୍ଗେ କାମରେ ଲାଗି ଯାଉଥିଲେ, ସାଙ୍ଗେ ସାଙ୍ଗେ ଯେମିତି କୋରସ ସଙ୍ଗୀତ ଠିଆ ହେଇଯାଉଥିଲେ। ଏଇ ପ୍ରକାର ଭାବରେ ଆଶ୍ରମର ଆରମ୍ଭରେ ମା ନିଜେ ସ୍ୱୟଂ ସବୁ କାମ କରୁଥିଲେ, ସମସ୍ତଙ୍କୁ ପ୍ରେରଣା ଦଉଥିଲେ। ଯିଏ ଦେଖୁଥିଲା ସେ କହୁଥିଲା, ଏଇ ତ ହଉଛନ୍ତି ଫ୍ଲେମିଂ ଡୋର୍ସ ଅଫ ଏକ୍ସଟାସିର ଚାବି। ଆମେ ଆକୁ ଛାଡିକିରି କୁଆଡକୁ ଯିବା? ସକାଳ 6ଟା ମଧ୍ୟରେ ମା ପ୍ରସ୍ତୁତ ହୋଇଯାଆନ୍ତି ଅଳ୍ପ କେତେ ଜଣ ସାଧକ ସାଧିକା ମାନଙ୍କ ସହ ଟେରାସରେ ପଦଚାରଣା କରିବା ନିମନ୍ତେ। ସକାଳୁ ପଦଚାରଣା
ପଛରେ କେତେ ଜଣ ସାଧକ ଥାନ୍ତି। ତତ୍ପରେ ମା ତଳକୁ ଆସନ୍ତି। ଅନିଲ ବରଣ ରାୟ ଶଙ୍ଖବାଦନ ପୂର୍ବକ ମାଙ୍କର ଆଗମନୀର ସୂଚନା ପ୍ରଦାନ କରନ୍ତି। ଅନିଲ ବରଣ ରାୟ ତାଙ୍କ ବିଷୟରେ ମଧ୍ୟ ଆମେ ଆଗରୁ କହିଛେ, ଆଲୋଚନା କରିଛେ। ସେ ଶଙ୍ଖ ବଜାନ୍ତି, କାରଣ ମା ଆସିଲେ ଆଗମନ କରି। ମା ମେଡିଟେସନ ହଲକୁ ଆସନ୍ତି ସାଧକ ସାଧିକା ମାନଙ୍କୁ ଦର୍ଶନ ଦେବା ପାଇଁ ଏବଂ ଆଶୀର୍ବାଦ କରିବା ପାଇଁ। ଏହା ହେଉଛି ପ୍ରଣାମ ଏବଂ ଧ୍ୟାନର ସମୟ। ଏହା ପରେ ପରେ ମା ସାଧକ ମାନଙ୍କୁ ସାକ୍ଷାତକାର ଦେଇଥାନ୍ତି। ପ୍ରଣାମ ଏବଂ ଧ୍ୟାନର ଏକ ଗଭୀର ଆଧ୍ୟାତ୍ମିକ ଚାପ ସୃଷ୍ଟି କରିଥାଏ। ପ୍ରଣାମ ଏବଂ ଧ୍ୟାନ ସାଧକ ସାଧିକା ମାନଙ୍କ ହୃଦୟ ଭିତରେ। ଏହି ଉତ୍ସବରେ ମା ହେଉଛନ୍ତି ହାର୍ଟ ଆଣ୍ଡ ସୋଲ୍ ଏବଂ ଅନ୍ୟମାନେ ହେଉଛନ୍ତି ବେନିଫିସିଆରି ବା ଉପଭୋକ୍ତା। ମା ଦଉଛନ୍ତି, ଏମାନେ ନଉଛନ୍ତି, ଆମେମାନେ ନଉଛୁ, ଆମେ ଉପଭୋକ୍ତା। ସେଇ ମେଡିଟେସନ ସେରିମୋନିର ଏକ ନିଚ୍ଛକ ଇମ୍ପ୍ରେସନିଷ୍ଟିକ ପିକ୍ଚର, ଏମିତି ଗୋଟେ ଛବି ବିଷୟରେ ଆମେ ଯଦି ଆଲୋଚନା କରିବା, ସେ ଛବିଟି ହୃଦୟରେ ଆଙ୍କି ହୋଇଯିବ। ତାହେଲା ଦ ମଦର ୱିୟରିଂ ଏ ଶାଢ଼ୀ ଉଡ୍ ସିଟ୍ କ୍ରସ୍ ଲେଗ୍। ମେଡିଟେସନ ହଲ୍ ଭିତରେ ମା ଗୋଟେ ଶାଢ଼ୀ ପିନ୍ଧି କ୍ରସ୍ ଲେଗ୍ ଚେକା ପକେଇ ବସିଯାଆନ୍ତି ତଳେ ଆସନ ଉପରେ। ଲୁକିଂ ରେଡିଏଣ୍ଟଲି ବ୍ୟୁଟିଫୁଲ, ଚମତ୍କାର ସୌନ୍ଦର୍ଯ୍ୟମୟୀ ଦିବ୍ୟ ଜନନୀ ଶ୍ରୀ ମା। She was the picture of a supreme repose. ତାଙ୍କ ଭିତର ଦେଇ ଯେମିତି ସୁପ୍ରିମ ନିଜେ ଓହ୍ଲେଇ ଆସି ସେଇଠି ବସି ଯାଇଛନ୍ତି। But a repose in which there was a great deal of held in power. ଏମିତି ଏକ ରିପୋଜ ଅର୍ଥ ରିଜର୍ଭର, ଯୋଉଥିରେ ଯେମିତି ପ୍ରଚୁର ପରିମାଣରେ ପାୱାର ଶକ୍ତି ଭର୍ତ୍ତି ହେଇକି ଅଛି। As if she had come and sat there after having gone on journey through the centuries and finished her job of finding what she had wanted to find. ତାଙ୍କୁ ଦେଖିଲେ ମନେ ହୁଏ ମା ସେଞ୍ଚୁରୀ ଧରି, ଶତାବ୍ଦୀ ଧରି, ସହସ୍ର ବର୍ଷ ଧରିକିରି ଆସିଛନ୍ତି ଏଠାକୁ। ଯାହା ଖୋଜୁଥିଲେ ଏଇଠି ତା ପାଇଯାଇଛନ୍ତି। ହର୍ ଜବ୍ ଅଫ୍ ଫାଇଣ୍ଡିଂ ହ୍ୱାଟ୍ ସି ହ୍ୟାଡ୍ ୱାଣ୍ଟେଡ୍ ଟୁ ଫାଇଣ୍ଡ। ଯାହା ଖୋଜୁଥିଲେ ଏଇଠି ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଖରେ ପାଦ ତଳେ ପାଇଯାଇଛନ୍ତି। All journey seemed to come to an end. ମାଙ୍କର ଶତାବ୍ଦୀର ଯାତ୍ରା ଏଇଠି ସରିଯାଇଛି। And in her also seemed to end in her. ତାଙ୍କ ଯାତ୍ରା ତାଙ୍କ ଭିତରେ ଆସିଛି, ହେଇକିରି ଆଇଛି, ତାଙ୍କରି ଭିତରେ ବି ସରିଯାଇଛି। And when we went and knelt down, ଯେ ଲେଖିଛନ୍ତି ଏ ବିଷୟ, ସେ କହୁଛନ୍ତି ଆମେ ଯେତେବେଳେ ଯାଉଥିଲୁ ସେତେବେଳେ ତାଙ୍କ ପାଖରେ ନତଜାନ ହୋଇ ପ୍ରଣାମ କରୁଥିଲୁ। Her feet, all journeys of ours also seemed to end there. ଆମର ସକଳ ଯାତ୍ରା, ସବୁ ଯାତ୍ରା ଆମେ ସମସ୍ତେ ସେଇଠି ଯେମିତି ସେ ଯାତ୍ରାକୁ ସମାପ୍ତ କରିଦେଉଥିଲୁ। ଆଉ ଆଗକୁ ବଢିବାର ଆବଶ୍ୟକତା ନାହିଁ ବୋଲି ଆମେ ସମସ୍ତେ ସ୍ଥିର, ନିଶ୍ଚିତ, ଦୃଢ ଭାବରେ ସେଇ ଜାଗାରେ ଶପଥ ନେଇଯାଉଛୁ। ଆମର ଯାତ୍ରା ମଧ୍ୟ ଶେଷ ଏଇଠି, ଏଣ୍ଡ, ଦିସ୍ ଇଜ୍ ଆୱାର ଏଣ୍ଡ। All our difficulties vanish. ସେତେବେଳେ ଆମର ଯେତେ ସୁବିଧା ଥାଏ ସବୁ କୁଆଡେ ଦୂରିଯାଏ, ଭାନିଷ୍ଟ ହେଇଯାଏ। ଏବଂ ଯୋଉମାନେ ବରିଷ୍ଠ
ସିନିୟର ସାଧକ ମାନେ ଥିଲେ ସେତେବେଳେ ସେମାନେ ସମସ୍ତେ ନିଜକୁ କହୁଥିଲେ ଓଲ୍ଡ ବାଣ୍ଡିକଟ୍ସ। ଓଲ୍ଡ ବାଣ୍ଡିକଟ୍ସର ଅର୍ଥଟି କେଡି ସେଟନା ତାଙ୍କର ଲାଇଟ୍ ଆଣ୍ଡ ଲାଫ୍ଟର ବହିରେ ଲେଖିଛନ୍ତି। ସେ ହସ କଥା ବହିଟି ଲାଇଟ୍ ଆଣ୍ଡ ଲାଫ୍ଟର। ସେ ଲେଖୁଛନ୍ତି ଏଇ ଯୋଉ ଓଲ୍ଡ ବାଣ୍ଡିକଟ୍ସ ଯୋଉମାନେ ନିଜକୁ କହୁଛନ୍ତି ପୁରୁଣା ମୂଷା, ବିଗ୍ ରାଟ୍ସ originally big rats, says K.D. Setna, they seem to have come from Indochina in the boats of the French colonizers. French colonizer ମାନେ ଯେତେବେଳେ ଇଣ୍ଡୋ ଚାଇନା ବାଟ ଦେଇକି ଭାରତ ବର୍ଷକୁ ଆସିଲେ ବୋଟରେ ଆସିଥିଲେ। ସେଇ ବୋଟରେ ଚାଇନାରୁ ଅନେକ ମୂଷା ପଳେଇ ଯାଇଥିଲେ। ଏଠି ରହିଗଲା ପରେ ତାଙ୍କୁ କହୁଛନ୍ତି ସେ ବଡ ବଡ ମୂଷା ବଡ ହେଇଗଲେ ତାଙ୍କୁ ଓଲ୍ଡ ବିଗ୍ ରାଟ୍ସ ବୋଲି କହିଛନ୍ତି। ଏବଂ ଯୋଉମାନେ ଆଗରେ ଯାଇ ବସି ପଡନ୍ତି ସେ ତାକୁ ଯଦି ପଚାରିବା ତମେ କାହିଁ ସବୁ ଆଗରେ ବସିଗଲ, ନା ଆମେ ହଉଛୁ ଓଲ୍ଡ ବାଣ୍ଡିକଟ୍ସ, ଆମେ ପୁରୁଣା ବଡ ମୂଷା। ସେମାନେ ରହସ୍ୟରେ କହନ୍ତି। ସେମାନେ ପାଳି କରି ମାଙ୍କ ପାଦ ତଳେ ବସୁଥିଲେ, ପ୍ରଣାମ କରିସାରିଲା ପରେ ଉଠି ଆସୁଥିଲେ। ଆଉ କେତେଜଣ ପୁରୁଣା ଏବଂ ନୂତନ ସାଧକ ସାଧିକା ମାଙ୍କ ପାଖରେ ସମ୍ମୁଖରେ ବସି ଧ୍ୟାନ କରୁଥିଲେ। ଦିନ 12ଟା ପରେ ମା ଆଶ୍ରମ ପରିସରରେ ଥିବା ଡାଇନିଂ ହଲକୁ ଆସୁଥିଲେ ଏବଂ ଖାଦ୍ୟ ପରିବେଷଣ ପୂର୍ବରୁ ତାହା ଟେଷ୍ଟ କରୁଥିଲେ। ଉପରଓଳି ସାଧକମାନଙ୍କ ରହିବା ପ୍ରକୋଷ୍ଠକୁ ଯାଇ ପେଡ୍ ଭିଜିଟ୍ସ ବାଇ ଟର୍ନ, ପାଳି କରି ଆଜି ତାଙ୍କ ଘରକୁ କାଲି ଆଉ ଜଣ ଯାଇକି ପାଳି କରିକି ତାକୁ ବୁଝୁଥିଲେ। ବେଳେ ବେଳେ ମା ଲଙ୍ଗ ଡ୍ରାଇଭରେ ଯାଉଥିଲେ, ବହୁତ ଦୂରକୁ ଗାଡିରେ ବସିକିରି ମାଙ୍କ କାର ଥିଲା ଯାଉଥିଲେ। ସାଥିରେ କେତେଜଣ ସାଧକ ସାଧିକାଙ୍କୁ ମଧ୍ୟ ନେଇଯାଉଥିଲେ। ପବିତ୍ର ଥିଲେ ମାଙ୍କ ଡ୍ରାଇଭର ଏବଂ ତାଙ୍କ ପାଖରେ ବସୁଥିଲେ ଦୁରାଇ ସ୍ୱାମୀ ଆୟାର। ପବିତ୍ର ଗାଡି ଚଲେଇବେ, ତାଙ୍କ ପାଖରେ ବସିବେ ଆଗରେ, ମା ପଛରେ। ଏବଂ ଅନ୍ୟମାନେ ଆଉ ଗୋଟେ କାରରେ ମାଙ୍କ ପଛେ ପଛେ ଅନୁଗମନ କରୁଥିଲେ। ସେମାନେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଏକ ସୁରକ୍ଷିତ ସ୍ଥାନକୁ ଯାଇ ସେଠାରେ ଭୂମି ଉପରେ କପଡା ବିଛେଇ ଦେଉଥିଲେ, ନୂଆ କପଡା। ସେଠାରେ ସମସ୍ତେ ବସୁଥିଲେ ଏବଂ ରିଲାକ୍ସ କରୁଥିଲେ। ଏହି ସମ୍ପର୍କରେ ବସୁଧା ତାଙ୍କ ସ୍ମୃତିରୁ ଲେଖିଛନ୍ତି, we had palm fruit, ଥରେ ଆମେ ତାଳ ଖାଇଲୁ। ତାଳ ଗଛରେ ଯୋଉ ତାଳ ଫଳିଥାଏ ଆପଣମାନେ ଜାଣିଛନ୍ତି, ତାଳ ଖାଇଲୁ। ଏ ଲୋକାଲ ମ୍ୟାନ ଜଣେ ସେଇ ଏରିଆର ଜଣେ ଲୋକ ଯିଏ ତାଳ ଗଛରେ ଚଢିପାରେ, ସେ ଚଢିଲେ ଉପରକୁ, climbed up a palm tree and brought down some fruits, clove them, ତାଙ୍କ କଟୁରୀରେ ବିଗ୍ ନାଇଫରେ ତାକୁ ସବୁ ଛଡେଇ ଚାଞ୍ଚି ଦେଲେ, କ୍ଲୋଭ୍ କରିଦେଲେ, ଯେମିତି ତାଳ ଯେମିତି କଟା ହୁଏ, and brought out the kernel, ତା ଶସ୍ୟ ବାହାର କରିଦେଲେ। which ପବିତ୍ର ପିଲ୍, ପବିତ୍ର ଯାହାକୁ ବାହାର କଲେ, ପିଲ୍ କଲେ, and gave to one of us, ସମସ୍ତଙ୍କୁ ଗୋଟିଏ ଗୋଟିଏ ଦେଲେ। that was our picnic, ସେଇଟା ହିଁ ଆମର ପିକନିକ। ସାହାନା ଦେବୀ ମଧ୍ୟ ସେଇ ସନ୍ଧ୍ୟା ସମୟର ଲଙ୍ଗ ଡ୍ରାଇଭ କଥା ମନେ ପକାଇ ଲେଖନ୍ତି, remembers those quite long evening drives, to walk and relaxed settings, enjoying the scenery around, how pleasant it was with the mother, ମାଙ୍କ ସାଙ୍ଗରେ ରହିବା କେତେ ପ୍ଲିଜାଣ୍ଟ। The used to carry sweets, ମା ସାଙ୍ଗରେ with her, ମା ସାଙ୍ଗରେ sweet ନେଇଥାନ୍ତି, and give one to each, ଜଣକୁ ଗୋଟିଏ ଗୋଟିଏ sweet ଦିଅନ୍ତି of company. At times there was questions and answers, ବେଳେବେଳେ ପ୍ରଶ୍ନ ଉତ୍ତର ବି ହୁଏ by the mother, and a brief meditation, ଗୋଟେ ଅଳ୍ପ ସମୟ ପାଇଁ ମେଡିଟେସନ। ମାଙ୍କ ସହିତ ଶ୍ରୀ ଅରବିନ୍ଦଙ୍କ ଆଶ୍ରମରେ ରହିଥିବା ସାଧକ ସାଧିକା ମାନଙ୍କୁ ମା
ଏହିପରି ଭାବରେ ନିଜେ ସାଙ୍ଗରେ ରହି ତାଙ୍କର ପୂର୍ଣ୍ଣ ଯୋଗ ଶିକ୍ଷା ଦେଉଥିଲେ, ଅତିମାନସ ଯୋଗ ଶିକ୍ଷା ଦେଉଥିଲେ। ରୂପାନ୍ତର ହେବା ପାଇଁ ସେଇ ମୁହୂର୍ତ୍ତ ମାଙ୍କ ସହିତ ଯେଉଁମାନେ ରହୁଥିଲେ ତାଙ୍କ ଭିତରେ ଯେତେ ଗଣ୍ଠି ଥିଲା ଖୋଲି ଯାଉଥିଲା। ଅବା ଭାଇ ମାନେ ଗୋଟେ କଥା ମନେ ପଡୁଛି, ଆପଣଙ୍କୁ କହିସାରିଲା ପରେ ସାରିବା ଆପଣ ସମୟ ହେଇଯାଉଛି। এই ଘଟଣାଟି ମାଙ୍କର ପାର୍ଥିବ ଲୀଳା ସମାପ୍ତ କରି ପ୍ରବାସ ଚାଲିଯିବାର ଶେଷ କଥା। ମା ପ୍ରତ୍ୟେକ ମୁହୂର୍ତ୍ତ ମୂଲ୍ୟବାନ ଥାଏ ଏବଂ ବ୍ୟକ୍ତିଗତ ଦର୍ଶନ କିମ୍ବା ପ୍ରଣାମ ପାଇଁ ଅନୁମତି ପାଇବା ଏତେ ସହଜ ନଥାଏ। କିନ୍ତୁ ଭକ୍ତର ହୃଦୟ କୌଣସି ନିୟମ ବା କଟକଣାକୁ ସ୍ୱୀକାର କରେ ନାହିଁ। ମାଙ୍କର ହୃଦୟ ମାନେ ଜଣେ ସାଧକ, ସେତେବେଳେ ସାଧକ ସାଧିକ ମାନଙ୍କୁ ନାଁ ଯେ କରିକି ଯିଏ ଲେଖୁଥିଲା ନାଁ ଲେଖିବନି, ପ୍ରଭୁ ମନା କରିଥିଲେ। ଅମକ ଭାଇ ବକ୍ତୃତା ଦଉଛନ୍ତି, ସେ ଜଣେ ବଡ ସାଧକ ବାଣ୍ଡିତ ବା ଶ୍ରୀ ଅରବିନ୍ଦ କହିଲେ, ମା କହିଲେ ମୁଁ ତ କାହାରିକି କହିନି ସେ ଜଣେ ଆଡଭାନ୍ସ ସାଧକ ବୋଲି, କାହାରି କହିନି, ସମସ୍ତେ ମୋର ସନ୍ତାନ, ସମସ୍ତେ ସାଧକ, ଆଡଭାନ୍ସ କିଏ, ଆଗରେ କାହିଁକି ବସିବ ସିଏ। ତେଣୁ ଜଣଙ୍କର ହୃଦୟ ଶ୍ରୀମାଙ୍କର ଦର୍ଶନ ପାଇବା ପାଇଁ ବ୍ୟାକୁଳ ହେଉଥିଲା। ମା ତାଙ୍କର ଏଇ ଅଭିଷ୍ଠାକୁ ପୂରଣ କରିଦେଲେ। ଯଦି ଜଣେ ବ୍ୟାକୁଳ ହୁଏ ମାଙ୍କୁ ଦର୍ଶନ କରିବା ପାଇଁ, ମା ତାର ଦର୍ଶନ ବ୍ୟବସ୍ଥା କରନ୍ତି, ନିଜେ ଆସି ଦେଇ ଦିଅନ୍ତି, ବା ନହେଲେ ତା ଘରକୁ ବି ଚାଲି ଆସନ୍ତି। ସେମିତି ବି ହେଇଛି। ଗୋଟିଏ ସେମିନାର ବ୍ୟବସ୍ଥା କରିଥିଲେ। ସେମିନାରରେ ଯୋଗ ଦାନ କରି ଅଂଶଗ୍ରହଣ କରିବା ନିମନ୍ତେ ସମସ୍ତ ଲୋକଙ୍କ ପାଇଁ ମାଙ୍କର ଦର୍ଶନ ବି ସୁବିଧା କରାହେଇଥିଲା, ବ୍ୟବସ୍ଥା କରାହେଇଥିଲା। ସେମାନେ ଧାଡ଼ି ବାନ୍ଧି ମାଙ୍କ ସମ୍ମୁଖରେ ଚାଲିଯିବାର କଥା ଥିଲା। ମା ବସିବେ, ସମୟ ଧାଡ଼ି ବାନ୍ଧି ମାଙ୍କ ଆଗରେ ଚାଲିବେ ଓ ଏଇ ସୁଯୋଗରେ ସେମାନଙ୍କ ସଙ୍ଗରେ ଯାଉଥିଲେ। ସମସ୍ତଙ୍କୁ କୁହାଯାଇଥାଏ ଦର୍ଶନ ସମୟରେ କେହି ମାଙ୍କୁ ପ୍ରଣାମ କରିବେନି। ଏଇ କଥା ଶୁଣି ଜଙ୍କ ହୃଦୟ ଦୁଃଖରେ ଦ୍ରବୀଭୂତ ହୋଇଯାଇଥାଏ। କାରଣ ମାଙ୍କ ଆଗରେ ଚାଲିଯିବି, ମାଙ୍କୁ ପ୍ରଣାମ କରିବି ନାହିଁ। ଦୀର୍ଘ ଦିନର ଆଶୀର୍ବାଦ ଥିଲା ମାଙ୍କୁ ଟିକେ ପ୍ରଣାମ କରନ୍ତି। ଜଣକ ପରେ ଜଣେ ମାଙ୍କ ନିକଟକୁ ଯାଇ ମାଙ୍କ ହସ୍ତରୁ ଆଶୀର୍ବାଦ ପୁଷ୍ପ ଗ୍ରହଣ ପୂର୍ବକ ଚାଲି ଯାଉଥାନ୍ତି। କିନ୍ତୁ ଜଙ୍କର ପାଳି ପଡ଼ିଲା ବେଳକୁ ମା ଧରିଥିବା ଆଶୀର୍ବାଦ ପୁଡ଼ିଆ ପ୍ୟାକେଟକୁ ଟାଣିବାରୁ ତାହା ବାହାରିଲାନି। ମା ଜୋରରେ ଧରିଛନ୍ତି, ଇଏ ଟାଣୁଛନ୍ତି, ବାହାରୁନି। ଏହି ସମୟରେ ମାଙ୍କୁ ପ୍ରଣାମ କରିବାର ସୁବର୍ଣ୍ଣ ସୁଯୋଗ ପାଇଗଲେ। ମା ଦଉନାହାନ୍ତି, ହାତରୁ ଛାଡୁନାହାନ୍ତି। ସିଚୁଏସନଟା କେମିତି ହେଇଥିବ ଆପଣମାନେ ଅନୁଭବ କରନ୍ତୁ, ଭାବନ୍ତୁ। ମାନେ ପ୍ରଣାମ ନିବେଦନ କରିସାରିବା ପରେ ସୁରୁଖୁରୁରେ ମା ଆଶୀର୍ବାଦ ପୁଡ଼ିଆଟି ବାହାର କରି ତାଙ୍କୁ ଦେଇଦେଲେ। ସେ ହୃଦୟରେ ପୋଷଣ କରିଥିବା ଇଚ୍ଛାକୁ ମା ଏହିପରି ପୂରଣ କଲେ। କେମିତି ଜାଣିଲେ ମା? ଶ୍ରୀମା ଯଥାରୀତି ଆଶୀର୍ବାଦ ବିତରଣ କରିଥିଲେ ଏବଂ ଏଇ କଥା ଶୁଣି ଦେଖିକିରି ଏଇ ମାଙ୍କର ଏଇ ଯୋଉ ଭଲ ପାଇବା, ସ୍ନେହ, ଶ୍ରଦ୍ଧା, ଯିଏ ଇଚ୍ଛା କରିଛି ଯାହା ତାକୁ ଦେଇଛନ୍ତି, ତାଙ୍କ ଆଖିରୁ ଦିଧାର ଲୁହ ଠକ୍ ଠକ୍ ହୋଇ ବହି ପଡ଼ିଲା। ମା ଆପଣ କୃପାମୟୀ, ଆନନ୍ଦମୟୀ, ଚୈତନ୍ୟମୟୀ। ଅପା ଭାଇ ମାନେ ଏଇଠି ରଖିବା, ଆହୁରି ବହୁତ କଥା ଆଗକୁ ଅଛି, ଆମେ ଆର ମାସକୁ ପଢିବା। ଆଶ୍ରମ ଜୀବନ କଥା, ପ୍ରଭୁ ଶ୍ରୀ ଅରବିନ୍ଦ କେମିତି ଅନ୍ତରାଳକୁ ଯାଇକି ନିର୍ଦ୍ଦେଶ ଦେଉଥିଲେ କ'ଣ କ'ଣ ସବୁ କରିବା ପାଇଁ, ଏବଂ ଆଶ୍ରମକୁ ସେତେବେଳେ ଯେଉଁମାନେ ସବୁ ଆସିଥିଲେ ସେମାନେ କେମିତି ଶ୍ରୀ ଅରବିନ୍ଦଙ୍କୁ ଦେଖିଥିଲେ ଯେ ତାଙ୍କର ଶରୀରଟା ଆଗରୁ ଥିଲା କ'ଣ ବ୍ରାଉନ୍, ଡାର୍କ ବ୍ରାଉନ୍, ଲିନ୍ ଥିନ୍। କିନ୍ତୁ 1923 ମସିହାରେ ଯେତେବେଳେ ଟିଭି କପାଳୀ ଶାସ୍ତ୍ରୀ 17ରେ ଆସିଥିଲେ, ଯେମିତି ପ୍ରଭୁଙ୍କୁ ଦର୍ଶନ କରିଥିଲେ, 23ରେ ଦର୍ଶନ କଲା ବେଳକୁ ଅଲଗା, ପ୍ରଭୁଙ୍କର ଶରୀର ସୁବର୍ଣ୍ଣ ବର୍ଣ୍ଣ ହେଇଯାଇଛି। ସେ ଆଶ୍ଚର୍ଯ୍ୟ ହେଲେ ଏବଂ ପ୍ରଭୁଙ୍କୁ ପଚାରିଲେ, ପ୍ରଭୁ ଇଏ କାହାର ଶକ୍ତି? ପ୍ରଭୁ କହୁଛନ୍ତି, ହସିଦେଲେ, କହିଲେ ଇଏ ହଉଛି ମା ଭଗବତୀଙ୍କର ଶକ୍ତି। ଆଉ ଗୋଟେ ଶକ୍ତି ଅଛି ମୋର ଶକ୍ତି, ମୋ ଶକ୍ତି ନିଜ ଶକ୍ତି, ମା ଭଗବତୀଙ୍କ ଶକ୍ତି ମିଶିକିରି ଏଇଟା ହେଇଛି। ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ପ୍ରଭୁ ମୋର ସବୁ ଏଇ 17 ମସିହାରୁ 23 ଭିତରେ 6 ବର୍ଷ
ମୋ ଜୀବନରେ ଯାହା ସବୁ ଘଟିଗଲାଣି ସିଏ କ'ଣ ଆପଣଙ୍କର ଶକ୍ତି ନା ୟେସ୍। ଏଇ ୟେସ୍ କହିଲା ବେଳକୁ ତାଙ୍କ ଭିତରେ ଏମିତି ସବୁ ଜିନିଷ ସୃଷ୍ଟି ହେଇଗଲା ଭୂମିକମ୍ପ ଭଳିଆ। ସେଇଦିନ ଠାରୁ ସେ ଆଶ୍ରମ ଛାଡ଼ିକି ଆଉ ବାହାରକୁ ଯାଇନାହାନ୍ତି। ଶ୍ରୀ ଅରବିନ୍ଦଙ୍କର ଯେତେ ଲେଖା ଲାଇଫ୍ ଡିଭାଇନ୍ ହଉ, ସାବିତ୍ରୀ ହଉ, ସିଏ ତେଲୁଗୁ, ତାମିଲ, ମାଲୟାଲମ ଏବଂ କନ୍ନଡ଼ ଏ ଭାଷାରେ ଅନୁବାଦ କରିଦେଲେ। ନିଜେ ମଧ୍ୟ ବେଦ ଉପରେ ଭାଷ୍ୟ ଲେଖିଲେ, ଗୀତା ଉପରେ ଭାଷ୍ୟ ଲେଖିଲେ, ରାମାୟଣ ଉପରେ। ଏବଂ ଟିଭି କପାଳୀ ଶାସ୍ତ୍ରୀ ଥିଲେ ତନ୍ତ୍ର ସାଧକ। ତନ୍ତ୍ର ସମ୍ପର୍କରେ ଶ୍ରୀ ଅରବିନ୍ଦଙ୍କର ଯୋଗ ଏବଂ ତନ୍ତ୍ର ବିଷୟରେ ଖଣ୍ଡେ ବହି ସେ ଲେଖିଛନ୍ତି। ଆପଣମାନେ ଯଦି ପାଆନ୍ତି ପଢ଼ିବେ, ଅତି ଚମତ୍କାର ପୁସ୍ତକ। ଓಂ ଆନନ୍ଦମୟୀ ଚୈତନ୍ୟମୟୀ ସତ୍ୟମୟୀ ପରମେ ମା ଶ୍ରୀ ଅରବିନ୍ଦ ଶରଣ।